ଯତନେ ପଢ଼ିବ ଏହି ମନ୍ତ୍ରରେ ଯେ ନାରାୟଣଙ୍କୁ ପୂଜିବ। ମାର୍ଗଶିର କଲ କେଶବାୟ ନମ, କେଶବଙ୍କୁ କେଶବାୟ ନମ ଏତଦ୍ ଗନ୍ଧ ପୁଷ୍ପେ ଆସନ ପାଦାସନ ପାଦ୍ୟାର୍ଘ ଗନ୍ଧ ପୁଷ୍ପ ଧୂପ ଦୀପ ଯେତେ ଅଛି ଗୋଟି ଗୋଟି କରିକି ଦେବ। ଯଦି ପୌଷ ମାସରେ କଲେ ଓଂ ନମ ନାରାୟଣାୟ, ଓଂ ନମ ନାରାୟଣାୟ ଗନ୍ଧ ପୁଷ୍ପ ଧୂପ ଦୀପ ଦେଇକି କେଶବାୟ। ପ୍ରସ୍ତ ପରିମିତ ଦୁଗ୍ଧେ ସ୍ନାନ କରାଇବ, ତ୍ରିକାଳରେ ଧୂପ ଦୀପ ଦେଇଣ ପୂଜିବ। ଗନ୍ଧ ପୁଷ୍ପ ଧୂପ ଦୀପ ନୈବେଦ୍ୟ ଆଦି ପୂଜିବ ହରିଙ୍କୁ ଦେଖି ଯତନେ ସମ୍ପାଦି। ଗୀତ ବାଦ୍ୟ ସ୍ତବ ସ୍ତୋତ୍ର ନୃତ୍ୟାଦି ସହିତ ପୂଜିବା ପ୍ରେମରେ ଭକ୍ତି ଭାବେ ଦେ ଚିତ୍ତ। ତହିଁ ପରେ ଘୃତ ସହି ତରେ କୃଷର ରାନ ଦକ୍ଷିଣା ସହିତ ଘୃତେ କରିବ ପ୍ରଦାନ। ପ୍ରାର୍ଥନା ବାକ୍ୟ ବୋଲନା ହେ ମହାଶୟ କୃଷାର୍ଣ୍ଣ ଦାନେ ତୋଷ ହୁଅ ମହା ସର୍ବ ପାପୀ ହରି ହୁଅ ମୋଠାରେ ପ୍ରସନ୍ନ। ଏ ଭବ ସାଗର ମୋତେ କରି ଦିଅ ଛିର୍ଣ୍ଣ। ଏତେ କହି ବ୍ରାହ୍ମଣକୁ ମାନ ଦେବ, ତାହାଙ୍କୁ ଭୁଞ୍ଜାଇ ଆପି ଭୋଜନ କରିବ। ଆପଣା ବନ୍ଧୁବାନ୍ଧବ ଘେନି ସଙ୍ଗତରେ ପ୍ରସାଦ ଭୁଞ୍ଜିବ ବ୍ରତି ହୋଇ ମାନସରେ ଏହିପରି ଭକ୍ତିରେ ଯେ ହରିଙ୍କୁ ପୂଜାଇ ଏ ଅଗ୍ନିଷ୍ଟମ ଯଜ୍ଞରେ ସେ ଫଳକୁଲ ଭଇ। ପୁନରପେ ମାଘ ଶୁକ୍ଳ ଏକାଦଶୀ ଦିନ ପୂର୍ବ ପରକାରେ ଉପବାସ କରି ଜନ। ମାଘ ମାସରେ ଗନ୍ଧ ପୁଷ୍ପ ଆଦି ଉପଚାର ମାନ ଦେଇ ଅର୍ଚ୍ଚନା କରିବା ନାରାୟଣଙ୍କୁ ମନାଇ। ରାତ୍ର କାଳେ ପୂର୍ବ ପରିଜାଳିବ ଜାଗର, ଆରଦିର ସ୍ନାନ ସାରି ପବିତ୍ର ଜଳର ପ୍ରାତକୃତ୍ୟ ସମାପନ କରି ହୃଷ୍ଟ ଚିତ୍ତେ ପୁନରପି ପୂଜା କରିବ ଜାଣ ବିଧି ମତେ। ତଦନ୍ତେ ଦ୍ୱିଜଙ୍କୁ ଡାକି ତିଳ ଦାନ ଦେବ, ଦକ୍ଷିଣା ଦେବାର କେବେ ହେଳା ନ କରିବ। ସେଇଟା ହେଳା କଲେ ଭେଳା ବୁଡ଼ିବ। ତାପରେ ବ୍ରାହ୍ମଣକୁ ଭୋଜନ କରାଇ ଏ ବିଧିରେ ଭୁଞ୍ଜିବ ଯେ ଘେନି ବନ୍ଧୁ ଭାଇ। ବ୍ରତ ଅନୁଷ୍ଠାନ ମାନ କରିବ ଏପରି ସତ୍ୟ ବାଜପେୟ ବଳ ହୋଇବ ତାହାରି ଫାଲଗୁନ ମାସର ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ହୋଇବ ବ୍ରତୀ ପୁଣି ଉପବାସୀ। ଏଠିକ ନମସ୍ତେ ଗୋବିନ୍ଦ ବୋଲି ମନ୍ତ୍ରକୁ ପଢ଼ିବା, ଭକ୍ତିରେ ମନ୍ତ୍ର ପଢ଼ିଣ ହରିଙ୍କୁ ପୂଜିବା। ଫାଲଗୁନ ମାସରେ ଦୋଳ ଗୋବିନ୍ଦ, ଗୋବିନ୍ଦ ହେଉଛନ୍ତି ତାଙ୍କର ଦୋଳ ଗୋବିନ୍ଦ। ଫାଲଗୁନ ମାସରେ ନମ ଗୋବିନ୍ଦାୟ ନମଃ। ଘୃତ ମିଶ୍ରିତ ତିଳରେ ଅଷ୍ଟୋତ୍ତର ଶତ ହୋମ କରିବ ଯେ ଆନନ୍ଦରେ ବିଧିମତ। ପ୍ରସ୍ତାବରେ ଦୁଗ୍ଧେ ଗୋବିନ୍ଦଙ୍କୁ ପୁଣି ସ୍ନାନ କରାଇବା ବ୍ରତି ସମୟକୁ ଜାଣି। ରାତ୍ରେ ଜାଗର ଜାଳିବ ସୂଚିମନ୍ତ ହୋଇ ହରିଙ୍କୁ ପୂଜା କରିବ ତ୍ରିକାଳରେ ତହିଁ। ଆର ପ୍ରଭାତରୁ ଯେ ପ୍ରାତ କୃତ୍ୟ ସାରି ଗୋବିନ୍ଦକୁ ପୂଜା କରିବ ଯେ ବ୍ରତାଚାରୀ। ତହିଁ ପରେ ଏକାଢଳ ପରିମାଣେ ବରି ଶ୍ରୀହରି ପ୍ରୀତି ଅର୍ଥାତ୍ ଯେ ଦେବ ବ୍ରାହ୍ମଣକୁ ବରି। ଗୋପିକା ବଲ୍ଲଭ ହେ ଗୋବିନ୍ଦ ବାସୁଦେବ ବୃହଦାନେ ପରିତୋଷ ହୁଅନ୍ତୁ ମାଧବ। ଏମନ୍ତେ ପ୍ରାର୍ଥନା କରି ଭକ୍ତି ସହକାରେ ଦକ୍ଷିଣା ମିଶାଇ ଦେବ ବ୍ରାହ୍ମଣ ହସ୍ତରେ। ଆଡ଼କ ପ୍ରମାଣେ ବୃହ ଦକ୍ଷିଣା ସହିତ ପ୍ରଦାନ କରିବ। ତୋଷ ହୋଇ ଦ୍ୱିଜ ହସ୍ତ ବସ୍ତ୍ର ଦାନ ଦେବ ବ୍ରାହ୍ମଣକୁ ସନ୍ତୋଷରେ। ପ୍ରସାଦ ଭୁଞ୍ଜିବ ବ୍ରତାଚାରୀ ବିଧାନରେ। ଏହି ବିଧାନ ବ୍ରତ କଲେ ଅନୁଷ୍ଠାନ ସକଳ ପାପର ମୁକ୍ତି ଲାଭ କରି ଜନ।
ଶ୍ରୀ ଗୋମଧ ଯଜ୍ଞ ଫଳକୁଲ ଭଇ ଏଥିରେ ସନ୍ଦେହ ବୋଲି ଅଣୁମାତ୍ର ନାହିଁ। ଇଥୁ ଅନ୍ତେ ଚୈତ୍ର ଶୁକ୍ଳ ଏକାଦଶୀ ପ୍ରବେଶ ପୂର୍ବ ଦିନ ଉପବାସ କରି ମନ ତସ ନମସ୍ତୁ ବିଷ୍ଣବେ ମନ୍ତ୍ରରେ ପୂଜିବ ଦୁଗ୍ଧ ପ୍ରସ୍ତୁତ ପ୍ରତିମାଙ୍କୁ ସ୍ନାନ କରାଇବ। ଆଦର ସହିତ ପୂର୍ବ କଥିତ ପ୍ରକାରେ ସ୍ନାନ କରାଇବ। ପୁଣି ଘୃତ ପ୍ରସ୍ତୁତ କରି ରାତ୍ରରେ ଜାଗର ଜାଳି ଉଜାଗର ବସି ଅର୍ଚ୍ଚନା କରିବା। ମନ ନିଶ୍ଚଳେ ନିବେଶୀ ପ୍ରଭାତରେ ଯଥାଯୋଗ୍ୟ ପ୍ରାତକୃତ୍ୟ କରି ହରିଙ୍କୁ ପୂଜି ବିଧାନରେ ପୂର୍ବ ପରି ମଧୁ ତଳି ମିଶାଇଲ ଅଷ୍ଟୋତ୍ତର ଶତ ଆହୁତି କରିବ ଅନଳରେ ବିଧିମତ। ହୋମ ଶେଷେ ବ୍ରାହ୍ମଣକୁ ଡକାଇ ଆଣିବ। ଆଡ଼କେ ତଣ୍ଡୁଳ ଦାନ କରିଦେବ ଦକ୍ଷିଣା ସହିତ ଦାନ ଦେହି ମତେ ପ୍ରସାଦ ଭୁଞ୍ଚିବ ବନ୍ଧୁ ଗଣ ଘେନି ଆପେ। ଏହିପରି ଭକ୍ତିରେ ବ୍ରତ କଲେ ଅନୁଷ୍ଠାନ ସକଳ ପାପରୁ ମୁକ୍ତି ଲାଭ କରି ପୁଣ ଅଗ୍ନିଷ୍ଟମ ଯଜ୍ଞରେ ଯେ 8 ଗୁଣ ଫଳ ଲଭିବ ଆବର ହେବ ସମସ୍ତ ମଙ୍ଗଳ। ପୁଣି ବୈଶାଖ ମାସେ ଶୁକ୍ଳ ଏକାଦଶୀ ଦିବସରେ ବ୍ରତାଧାରୀ ହେବ ଉପବାସୀ। ଦ୍ୱାଦଶ ଦିବସୀ ତୃଣ ପରିମିତ କ୍ଷୀରି ମଧୁସୂଦନଙ୍କ ସ୍ନାନ କରାଏ ଭକ୍ତିରେ। ପୂର୍ବ ପରି ତ୍ରିକାଳରେ ପୂଜା ହିଁ କରିବ। ରାତ୍ର ହେଲେ ବିଧି ମତେ ଜାଗର ଜାଳିବ। ନମସ୍ତେ ଶ୍ରୀ ମଧୁହନ୍ତା ଏ ମନ୍ତ୍ର ପଢ଼େବ। ଅନଳରେ ଘୃତାହୁତି କରିବ ପ୍ରଦାନ। ଆର ଦିନ ପ୍ରଭାତରେ ନିତ୍ୟକର୍ମ ସାରି ମଧୁସୂଦନକୁ ବୁଝିବ। ସେଇ ବ୍ରତ ହାତରେ ତହିଁପରି ବ୍ରାହ୍ମଣକୁ ଦକ୍ଷିଣା ସହିତ ଘୃତ ଦାନ ଏ ପ୍ରସ୍ତ ପରିମିତ ବିଷ୍ଣୁଙ୍କୁ ପ୍ରାର୍ଥନା କରି ପ୍ରସାଦ ଭୁଞ୍ଜିବ। ବନ୍ଧୁ କୁଟୁମ୍ବମାନ ସମାଜରେ ଭୁଞ୍ଜାଇବ। ଏ ବିଧାନ ଅନୁଷ୍ଠାନ କଲେ ବିଷ୍ଣୁ ବ୍ରତ ସକଳ ପାପରୁ ପ୍ରାଣୀ ହୁଏ ମୁକ୍ତ। ଅଶ୍ୱମେଧ ଯଜ୍ଞରେ ଯେ ଫଳ 8 ଗୁଣ ତାହା ଲାଭ କର ସେ ବ୍ରତାଧାରୀ ଜାଣ। ପୁଣି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ପ୍ରବସନ୍ତେ ସେଦିନ କରି ଉପବାସ ବିଧିମତେ। ଦ୍ୱାଦଶୀରେ ଗବ୍ୟ ଦୃକ୍ତ ଆଡ଼େ କଣା ହିଁ ତୟରେ ତ୍ରିବିକ୍ରମକୁ ସ୍ନାନ କରାଇ ବିଧାନ କରିବେ। 3 କାଳରେ ଯେ ପୂଜା ସନ୍ତୋଷ ହୁଏ ଯେଉଁ ପରିଦେବ ରାଜା। ତଦନ୍ତେ ଅନଳ ଜାଳି ଯଥା ଶାସ୍ତ୍ରମତ ପାୟସ ଆହୁତି ଦେବ ଅଷ୍ଟୋତ୍ତର ଶତ। ରାତ୍ରରେ ଜାଗର ଜାଳି ପୂଜା ହିଁ କରିବା। ପ୍ରଭାତ ହେଲେ ନିତ୍ୟକର୍ମ ବଢ଼ାଇବ। ପୁନଃ ବିଷ୍ଣୁଙ୍କୁ ପୂଜା କରି ବ୍ରାହ୍ମଣଙ୍କୁ ଡକାଇ ପୂଜିବ ଯଥା ବିଧାନରେ ତାଙ୍କୁ। ସେ ଦ୍ୱିଜଙ୍କୁ ଦାନ କରି ପିଷ୍ଟକ ବିଂଶତି ଦକ୍ଷିଣା ପ୍ରଦାନ ମନ କରି ବାଇବ ତୃପ୍ତି। ତହିଁପରେ ବ୍ରାହ୍ମଣକୁ ଭୋଜନ କରାଇ ଆପଣ ଭୁଞ୍ଜିବ ବନ୍ଧୁ କୁଟୁମ୍ବକୁ ନେଇ। ଆହେ ରକ୍ଷଣ ହେ ବିଧି ବ୍ରତ କଲେ ସକଳ ପାପରୁ ପାଣି ତରିଯାଏ। ଭଲେ ନରମେଧ ଯଜ୍ଞରେ ଯେ ଫଳ 10 ଗୁଣ ଏ ବ୍ରତ ଲାଭ ହୁଏ ନିଶ୍ଚୟରେ ଜାଣ। ଉପବାସୀ ବ୍ରତଧାରୀ ମାନେ ଅନ୍ତେ ଜିତେନ୍ଦ୍ର ହୋଇ ଦୃଢ଼ ନିଷ୍ଠା ଧରି ଚିତ୍ତେ ଆଷାଢ଼ ମାସର ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ହୋଇନ ପୂର୍ବ ପରି ଉପବାସୀ। ଦ୍ୱାଦଶୀରେ ଏକ ପ୍ରସ୍ତ ଗୋକ୍ଷୀରୁ ଆଣିବ। ସେଇ କ୍ଷୀର ବାମନକୁ ସ୍ନାନ କରାଇବ। ନମସ୍ତେ ବାବନ ଦେବ ଏହି ମନ୍ତ୍ରଟିରେ ପୂଜା କରି ପୁଣି ହୋମ କରିବ। ତତ୍ପରେ ଘୃତରେ ବୁଡ଼ାଇ ଦୁର୍ବା ଆହୁତି କରିଣ ଶକ୍ତି ଅନୁସୃତା କରିବ ଯେ ହୋମ। ସମ୍ୟକ ଚିତ୍ତ ଜାଗର ଢାଳିଣ ରାତ୍ରରେ ବ୍ରାହ୍ମଣକୁ ଆରାଧନା କରିବା ଭକ୍ତି। ଦେବତା ବ୍ରାହ୍ମଣକୁ ଦଧିଯୁକ୍ତ ନ ଭକ୍ତିରେ ଦକ୍ଷିଣା ସହ କରିବା ପ୍ରଦାନ। ନାରୀ କେଳ ଫଳ ସଙ୍ଗତରେ ଦାନ ଦେବ। ସାକ୍ଷାତ ଦେବା ମନ ବୋଲି ତାହାଙ୍କୁ ପୂଜିବ। ଦଧିଅନ୍ତ ବ୍ରାହ୍ମଣକୁ ଭୋଜନ କରାଇ ଆପଣ ଭୁଜ ବନ୍ଧୁ କୁଟୁମ୍ବକୁ ଏହିପରି କଲେ 3 ଶତ ଗ୍ରାସ ଫଳ ଲଭ୍ୟ ହୋଇ ମିଳେ। ବୈକୁଣ୍ଠେ ବାସ ଆବର 14 କୂଳ ହୁଅନ୍ତି ଉଦ୍ଧାର। ଇହ ପର ସୁଖ ଶାନ୍ତି ଲଭ ଅପାର। ପୁଣି ବ୍ରତାଧାରୀ ଜନ ଶ୍ରାବଣ ମାସରେ ଶୁକ୍ଳ ଦ୍ୱାଦଶୀ ଦିନ ଶକ୍ତି ଅନୁସାରେ ମଧୁମିଶ୍ରିତ ଗୋକ୍ଷୀର ଶ୍ରୀଧର ଦେବଙ୍କୁ ସ୍ନାନ କରଣ ଯତ୍ରେ ପୂଜିବ ତାହାଙ୍କୁ। ନମସ୍ତେ ଶ୍ରୀଧର ଏହି ମନ୍ତ୍ରରେ ପୂଜିବ। ଗନ୍ଧ ପୁଷ୍ପ ଧୂପ ଦୀପ ନୈବେଦ୍ୟ ଦେବ। ତଦନ୍ତେ ଅନଳ ସ୍ଥାପି ଶକ୍ତି ଅନୁସାରେ ଘୃତାହୁତି ଦେଇ ହୋମ କରିବ ଯତ୍ନରେ। ରାତ୍ରି ଜାଗର ଜାଳି ଯତ୍ନରେ ପାଳିବ। ଶକ୍ତି ଅନୁସାରେ ଗିରିଧରଙ୍କୁ ପୂଜିବ। ବ୍ରାହ୍ମଣଙ୍କୁ କ୍ଷୀର ଢଳି ପ୍ରଦାନ କରିଣ। ବିଷ୍ଣୁ ପ୍ରୀତି ଅର୍ଥେ ଯୁଗ୍ମ ବସ୍ତ୍ର ଦେଇ ପୁଣ ସୁବର୍ଣ୍ଣ କୁଣ୍ଡଳ 2 ଗୋଟି ତାଙ୍କୁ ଦେବ। ସବୁ ଦେବ।
କ୍ଷୀର ଢାଳେ ହଁ ପାୟସ ଦିଆଯାଏ ଯେଉଁଟା ଆମର ଯଜ୍ଞରେ ଯେଉଁ ଚରୁବର୍ଣ୍ଣ ସେଟା ନୁହେଁ କି ଚରୁବର୍ଣ୍ଣ ରନ୍ଧା ହେଇକି ପକାଏନି ଚରୁବର୍ଣ୍ଣଟା ସବୁ ବାର ମାସର 12 ଏକାଦଶୀ ଯେଉଁଟା କରିଛି 4ଟା ବଡ଼ ଏକାଦଶୀ ଆଉ ବର୍ଷରେ ନନା ଆଧ୍ୟାତ୍ମିକ ଜ୍ଞାନର କଥା